ସାଙ୍ଗମାନେ ନମସ୍କାର। ଯଦି ଆପଣଙ୍କର ବୟସ 35 ଆଉ 45 ବର୍ଷ ଭିତରେ ଆପଣଙ୍କର ଚାକିରିର ସମସ୍ୟା, ଆପଣଙ୍କର ପିଲାମାନଙ୍କର ପାଠପଢ଼ା, ବାପା ମାଙ୍କର ସ୍ୱାସ୍ଥ୍ୟ କିମ୍ବା ଅନ୍ୟ କୌଣସି ସମ୍ପର୍କରେ ତିକ୍ତତା ଆପଣଙ୍କୁ ବାରମ୍ବାର ବିବ୍ରତ କରୁଛି ଏବଂ ଶୋଇଲା ବେଳେ ପର୍ଯ୍ୟନ୍ତ ଆପଣ ଖାଲି ସେଇ ବିଷୟରେ ଚିନ୍ତା କରୁଛନ୍ତି, ତାହେଲେ ହୁଏତ ଆପଣ ଓଭର ଥିଙ୍କିଂର ଶିକାର ହେଇଯାଇଛନ୍ତି। এই ଓଭର ଥିଙ୍କିଂକୁ ସାଇକୋଲୋଜିରେ ରୁମିନେସନ ବି କହନ୍ତି। ତାହେଲେ ଆସନ୍ତୁ ଜାଣିବା এই ସମ୍ବନ୍ଧରେ ଗୋଟେ ଛୋଟ କାହାଣୀଟିଏ। ଥରେ ଜଣେ ବୃଦ୍ଧ ଗୁରୁଙ୍କ ପାଖକୁ 40 ବର୍ଷୀୟ ଯୁବକ ପହଞ୍ଚିଲେ ଏବଂ କହିଲେ, ଗୁରୁଦେବ, ମୋର ମୋର ପରିବାର ଚିନ୍ତା, ମୋର ଚାକିରିର ସମସ୍ୟା, ମୋର ବାପା ମାଙ୍କର ସ୍ୱାସ୍ଥ୍ୟ ଏସବୁ ନେଇ ସବୁବେଳେ ମୁଁ ଚିନ୍ତାଗ୍ରସ୍ତ ରହୁଛି, ଶାନ୍ତିରେ ବଞ୍ଚି ବି ପାରୁନି। ଗୁରୁଦେବ କହୁଛନ୍ତି, ଠିକ ଅଛି, ଆସ ମୋ ସାଙ୍ଗରେ। ଗୁରୁଦେବ ତାଙ୍କୁ ଗୋଟେ ନିକଟସ୍ଥ ଜଙ୍ଗଲକୁ ନେଇଯାଇ ଗୋଟେ ଗଛରୁ ଗୋଟେ ଛୋଟ ଡାଳଟିଏ ଭାଙ୍ଗି ଦେଇ ପ୍ରଶ୍ନ କରୁଛନ୍ତି, ଯଦି ତୁମ ମନକୁ ତୁମକୁ ତୁମ ଶରୀରକୁ କେହି ଜଣେ ତୀରଟିଏ ମାରେ, ଆଘାତ ତ ତୁମକୁ ନିଶ୍ଚୟ ହେବ, କିନ୍ତୁ କିଛି ସମୟ ପରେ ସେ ଆଘାତକୁ ତୁମେ ଭୁଲିଯିବ। କିନ୍ତୁ ଯଦି ତୁମେ ଆଉ ଗୋଟିଏ ତୀର ନେଇ ନିଜ ମନକୁ ବାରମ୍ବାର ମାର, ତାହେଲେ କ'ଣ ତୁମକୁ ଆଘାତ ହେବନି? ପ୍ରଥମ ତୀରଟି ତ ତୁମ ନିୟନ୍ତ୍ରଣର ବାହାରେ ଥିଲା, କିନ୍ତୁ ଦ୍ୱିତୀୟ ତୀରଟି ତ ତମ ହାତରେ ହିଁ ଥିଲା। এই ହେଉଛି ଆମର ମନର ଅବସ୍ଥା। ଯଦି ଆମେ ସବୁବେଳେ ସେଇ ଚିନ୍ତା ଗୁଡ଼ିକୁ ବାରମ୍ବାର କରୁ, ତାହେଲେ ଆମ ମନରେ ଆଘାତ ସୃଷ୍ଟି ବେଶୀ ହୁଏ। ଆଉ ଯଦି ଆମେ ଚିନ୍ତା କରୁ ସିଚୁଏସନଟି ମୋ ନିୟନ୍ତ୍ରଣ ବାହାରେ ଅଛି, ତାହେଲେ ମୁଁ ସେ ବିଷୟରେ ଚିନ୍ତା କରିବାଟା ଛାଡ଼ିଦେବି। ଯଦି ଆପଣଙ୍କ ଜୀବନରେ ସେମିତି କିଛି ପଦକ୍ଷେପ ନେବା ଦ୍ୱାରା ଏହି ସିଚୁଏସନକୁ ଉନ୍ନତ କରାଯାଇପାରେ ବୋଲି ଆପଣ ଭାବନ୍ତି, ତାହେଲେ ଆପଣ ସବୁବେଳେ ସେଇ ଛୋଟ ଛୋଟ ପଦକ୍ଷେପ ନିଅନ୍ତୁ, ଦେଖିବେ ନିଶ୍ଚିତ ସେ ଚିନ୍ତାଟି ଆପଣଙ୍କର ବଦଳିଯିବ। କିନ୍ତୁ ଯଦି ସିଚୁଏସନ, ଇନସିଡେଣ୍ଟ ବା ଲୋକ ଆପଣଙ୍କ ନିୟନ୍ତ୍ରଣ ନାହାନ୍ତି, ତାହେଲେ ଆପଣ ସେସବୁକୁ ଭୁଲି ଯାଆନ୍ତୁ। ଏଇଟା ହିଁ ହେବ ସର୍ବଶ୍ରେଷ୍ଠ ପନ୍ଥା। ଧନ୍ୟବାଦ।